ଜଗନ୍ନାଥଙ୍କ ପାଖରେ ଗୁହାରି କରୁଛି। ଜଗନ୍ନାଥ ତାକୁ ସଦ୍ବୁଦ୍ଧି ଦିଅନ୍ତୁ, ଶକ୍ତି ଓ ସାହସ ଦିଅନ୍ତୁ। ସେ ଆମ ସମସ୍ତଙ୍କର ଧୈର୍ଯ୍ୟ, ସମ୍ବଳ, ମାନ, ସମ୍ମାନ ଆଜି ତା ଯୋଗୁଁ ଆମର ସବୁ ପଞ୍ଚଭୂତରେ ମିଶିଗଲା। ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକା ସ୍ୱର୍ଗତ ଶିଲା ପଟ୍ଟନାୟକଙ୍କ ମର ଶରୀର ଆଉ ମୁଖାଗ୍ନି ଦେଲେ ତାଙ୍କ ପୁତ୍ର ବିଘ୍ନେଶ ପଟ୍ଟନାୟକ। ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଶିଲା ପଟ୍ଟନାୟକଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ସମୟରେ ସେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ସହ ତାଙ୍କ ଶୁଭେଚ୍ଛୁ, ପ୍ରଶଂସକ ଓ ପରିବାର ଲୋକ ଉପସ୍ଥିତ ରହିଥିଲେ। ଗତକାଲି ପୁରୀ ଜାତୀୟ ରାଜପଥରେ ମଙ୍ଗଳପୁର ଛକ ନିକଟରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କର ଏବଂ ତାଙ୍କର ଜଣେ ସାଥୀ ଆଇନଜୀବୀ ବସ୍ ଆକ୍ସିଡେଣ୍ଟରେ ପ୍ରାଣ ହରାଇଥିଲେ। ରାସ୍ତାରେ ପଡ଼ି ରହିଥିବା ବାଲି ଗଦା ଉପରେ ସ୍କୁଟି ଚଢ଼ି ନିୟନ୍ତ୍ରଣ ହରାଇବା ପରେ ପଛରୁ ଦ୍ରୁତ ଗତିରେ ଆସୁଥିବା ବସ୍ ତାଙ୍କୁ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ଶିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ସାଥୀଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଏ ପରିସ୍ଥିତି ଏପରି ହୋଇଥିଲା, ଶିଲାଙ୍କୁ ଏପରି ଅବସ୍ଥାରେ ଦେଖି ପରିବାର ଲୋକ ସହିପାରିନଥିଲେ। ଚିତ୍କାର କରିଥିଲେ, କ'ଣ ହୋଇଛି, କାହିଁକି ସେ ଏପରି ରହିଛନ୍ତି, ଯାହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକ ଦୁଃଖ ପ୍ରକାଶ କରିବା ସହ ଶୋକଶାନ୍ତ ପରିବାରକୁ ଧୈର୍ଯ୍ୟ ଓ ମୃତକଙ୍କ ପାଇଁ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଆଜି ମଧ୍ୟ ସମାନ ଭାବେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅତି ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ମାଆକୁ ହରାଇ ବିଘ୍ନେଶ ଭାଙ୍ଗି ପଡ଼ିଥିଲେ ଏବଂ ରୀତିନୀତି ଅନୁସାରେ ଅନ୍ତ୍ୟେଷ୍ଟି କ୍ରିୟା ସରିବା ପରେ ମାଆଙ୍କ କଥା ଭାରି ମନ ପକାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଶିଲାଙ୍କ ମାମୁଁ କାଳୁଚରଣ ପାଟ୍ଟଶାଣୀ ତାଙ୍କର ଦୁଃଖ ବ୍ୟକ୍ତ କରିଥିଲେ। ଯଦି ଘଟଣାକୁ ଦେଖିବା, ଶିଲାଙ୍କୁ ନେଇ ଅନେକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ସେପରି ସାମ୍ବାଦିକ ସତ୍ୟଜିତ ବିମଳ ମିଶ୍ର ଲେଖିଛନ୍ତି, ଶିଲାଙ୍କ ପରି ଜଣେ ସାହସୀ ମହିଳା ବୀରର ବ୍ୟକ୍ତିଗତ ଜୀବନରେ ଏକ ଅସମ୍ଭବ ଲଢ଼େଇ ସେ ଲଢ଼ିଥିଲେ। ଟିକିଏ ବି ନଈ ନଥିଲେ। ସବୁ ବିଷକୁ ନୀଳକଣ୍ଠ ପରି ପିଇ ସେ ନାରୀ ସମ୍ମାନ ପାଇଁ ସାମ୍ବାଦିକ ବୃତ୍ତିକୁ ବାଛି ନେଇଥିଲେ। କେଉଁ ଗୋଟିଏ ଝିଅ ପ୍ରତି ଅନ୍ୟାୟ ହେଲେ ଶିଲା ସହୁନଥିଲା, ବରଂ କେଉଁ ବାଟରେ ସାହାଯ୍ୟ କରିହେବ ସେ ଲାଗି ପଡ଼ୁଥିଲେ। ତାଙ୍କର ଏକମାତ୍ର ପୁଅ ଯିଏ ତାଙ୍କ ଦୁନିଆ ଥିଲା, ସେ କଥା ଭାବି ଦେହ ଶିହରି ଉଠୁଛି। ମୃତ୍ୟୁ ସତ୍ୟକୁ ଗ୍ରହଣ କରିହେବ, କିନ୍ତୁ ଶିଲାର ମୃତ୍ୟୁକୁ ଗ୍ରହଣ କରିବା ବେଶ ମୁସ୍କିଲ। ନାରୀ ସ୍ୱାଧୀନତା, ନାରୀର ସମ୍ମାନ ପାଇଁ ଲଢ଼େଇ କରିଥିବା ଶିଲାକୁ ଆଜି ଏ ଦୁନିଆ ସତ ନମନ କରୁଛି। ଯୋଉଠି ଥାଅ ଭଲରେ ଥାଅ। ଶିଲା ମ୍ୟାଡ଼ାମଙ୍କର ମୁଁ ସାନ ମାମୁଁ ହେବି। ସିଏ ତ ଏଇ ଯେଉଁ ଦୁଃଖ, ହୃଦୟ ଥରା ଦୁଃଖ, ତାକୁ ଭାଷାରେ ମୁଁ ପରିପ୍ରକାଶ କରିପାରୁନି। କିନ୍ତୁ କାଲି ଠିକ୍ 12ଟା ବେଳେ ଜଣେ କର୍ପୋରେଟର ଭୁବନେଶ୍ୱରର ସେ ମୋତେ ଫୋନ୍ କଲେ ଯେ ମାମୁଁ କେଉଁଠି ଅଛନ୍ତି? ମୁଁ କହିଲି ମୁଁ ଘରେ ଅଛି। ନା ଶିଲାର ଆକ୍ସିଡେଣ୍ଟ ହେଇଯାଇଛି। ମୁଁ କହିଲି କେଉଁଠି? ନା ସେ ପୁରୀ ଯାଉଥିଲା, ଅଧା ବାଟରେ ଆକ୍ସିଡେଣ୍ଟ ହେଇଯାଇଛି। ମୁଁ କହିଲି ଅବସ୍ଥା କ'ଣ? ନା ନାଇଁ ସେ ଆଉ ନାହିଁ। ଯେ ଏଇ କଥା ମୁଁ ତାଙ୍କ ଘରକୁ ଜଣେଇ ପାରୁନି। ତା ଅର୍ଥ ତାଙ୍କ ବାପା ମାଆଙ୍କୁ ମୁଁ ଏ କଥା ଜଣେଇ ପାରୁନାହିଁ। ମୁଁ ତାପରେ ମୁଁ ବି ଭାରି ବ୍ୟସ୍ତ ହେଇଗଲି, ମାନେ ଏତେ ଦୁଃଖ ହେଇଗଲି ଯାହାକି ମୋ ପାଦ ତଳୁ ମାଟି ଖସିଗଲା ଭଳିଆ ଲାଗିଲା। ଯେହେତୁ ତା'ର 10 ବର୍ଷର ଛୋଟିଆ ଛୁଆଟିଏ ଅଛି, ଯିଏକି ପଞ୍ଚମ କି ଷଷ୍ଠରେ ପଢ଼ୁଛି ଏବଂ ସିଏ ଭାରି ମାତୃପ୍ରେମୀ। ତା ମାଆକୁ ସେ ଘଣ୍ଟେ ସନ୍ଧ୍ୟାବେଳ, ଦିନ ଯାକ କ'ଣ କେମିତି ବିତିଯାଏ, କିନ୍ତୁ ସନ୍ଧ୍ୟାବେଳେ ସେ ତା ମାଆକୁ ନ ଦେଖିଲେ ଭାରି ବ୍ୟସ୍ତ ହେଇପଡ଼େ। ଏବେ ଆମର ସମସ୍ତଙ୍କର ଗୋଟେ ଦୁଃଖ ରହୁଛି। ସହଜେ ତ ତାର ଯେ ବାପା ହେବ ସେ ତ ତାଙ୍କୁ ପଚାରିଲେନି, ନା ମାଆକୁ ନା ପୁଅକୁ, ସ୍ତ୍ରୀକି ପଚାରିଲାନି ନା ପୁଅକୁ ପଚାରିଲାନି, କାହାକୁ ପଚାରିଲାନି। ତାର ଏକୁଟିଆ ଶିଲା ହିଁ ସବୁ କଥା ବୁଝୁଥିଲା। ତାକୁ ଦାମୀ ସ୍କୁଲରେ ପାଠ ପଢ଼ାଇବା, ଦାମୀ ପୋଷାକ ପତ୍ର ପିନ୍ଧିବାକୁ ଦେବା, ଦାମୀ ଖାଦ୍ୟ ଖୁଆଇବା, ତାର ସେ ଗୋଟେ ଇଏ ଥିଲା। ମାନେ ସେ ନିଜେ ଭାବୁଥିଲା ସେ ବାପାର ଅନୁପସ୍ଥିତି କେମିତି ଅନୁଭବ ନ କରୁ। ସେ ଏତେ ଦାୟିତ୍ୱ ନେଇକି ଚଳୁଥିଲା। ତା ପୁଅ ଏବେ କେମିତି
ରହିବ ସେଇଗୁଡ଼ାକୁ ମୁଁ ଜଗନ୍ନାଥଙ୍କ ପାଖରେ ଗୁହାରି କରୁଛି। ଜଗନ୍ନାଥ ତାକୁ ସଦ୍ବୁଦ୍ଧି ଦିଅନ୍ତୁ, ଶକ୍ତି ଓ ସାହସ ଦିଅନ୍ତୁ। ସିଏ ଆମ ସମସ୍ତଙ୍କର ଧୈର୍ଯ୍ୟ ସମ୍ବଳ ମାନ ସମ୍ମାନ ଆଜି ତା ଯୋଗୁଁ ଆମର ସବୁ ପଞ୍ଚଭୂତରେ ମିଶିଗଲା। ସେ ହିଁ ଆମ ଦୁଇଟି ପରିବାରର ମାତୃକୂଳର ଏବଂ ତା ନିଜ ପିତୃକୂଳର ସେ ଦୁଇଟି ପରିବାର ଗର୍ବ ଗୌରବ ଏବଂ ମାନ ସମ୍ମାନ କହିଲେ ଚଳେ। ସେ ସବୁ ଥିଲେ। ତା ସ୍ୱାମୀ କୋଉଠି ହେବେ? ଅଲଗା ଅଲଗା ରହୁଥିଲେ। ସେ ଜାଣିଛନ୍ତି ନା ବିଷୟ ଜାଣିନାହାନ୍ତି? ସେ ଜାଣିଛନ୍ତି ତ ଏ ବିଷୟରେ? ଜଣେଇବେ କଣ କଲ୍ କରିବେ କଣ ଦରକାର? ସମସ୍ତେ ତ ଜାଣିଲେଣି ନା। ଶିଲା ପଟ୍ଟନାୟକକୁ କିଏ ନ ଜାଣେ? ତାଙ୍କୁ ଅଧିକ ଆମେ କଣ ଜଣେଇବୁ? ଏପଟୁ ଡାଇଭର୍ସ ନା ଡିଷ୍ଟର୍ବାନ୍ସ ପାଇଁ ଅଲଗା ରହୁଛନ୍ତି? ବୁଝଉଛି କେମିତି ପିଲାଟା ଆମର ମଣିଷ ପିଲା କେମିତି ପୁରୀରୁ ରଞ୍ଜିତ ମିଶ୍ର ରିପୋର୍ଟ, BBC ଓଡ଼ିଆ।